ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଚାଲି ଯାଇଛି ଜୀବନ। ତେଣୁ ଘର ଅଗଣାରେ ପଡ଼ିଛି କାନ୍ଦବୁବାଳି। ଏପରି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଭୂଇଁପୁର ମଠଗୁଡ଼ ସାହିରେ ଘଟିଥିବା ବେଳେ ମୃତକ ଜଣକ ହେଉଛନ୍ତି ବୀରବର ନାୟକ। ସେ ଗତକାଲି ରାତିରେ ଖାଇ ପିଇ ନିଜ ଘର ଭିତର ଚଟାଣରେ ଶୋଇଥିବା ବେଳେ ଏକ ବିଷଧର ଚିତିସାପ ତାଙ୍କୁ କାମୁଡ଼ି ଦେଇଥିଲା। ତେଣୁ ରାତି ପ୍ରାୟ 3ଟା ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ତାଙ୍କୁ ଭଣ୍ଡାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ଦେଖି ସେଠାକାର ଡାକ୍ତର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୀରବରଙ୍କର ମୃତ୍ୟୁ ହୋଇଥିବା ବେଳେ ସାପଟିକୁ ପରିବାର ଲୋକମାନେ ମାରି ପୋଡ଼ି ଦେଇଛନ୍ତି। ତେବେ ବୀରବରଙ୍କ ଅକାଳ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।